ବନ୍ଧୁଗଣ, ସୋମବାର ଦିନ ଏଭଳି କରନ୍ତୁ ଶିବଙ୍କର ପୂଜା, ନିଶ୍ଚିନ୍ତ ଭାବରେ ପୂର୍ଣ୍ଣ ହେବ ମନସ୍କାମନା। ସପ୍ତାହର ପ୍ରଥମ ଦିନ ହେଉଛି ସୋମବାର। ଏହି ଦିନ ଭଗବାନ ଶିବଙ୍କ ଆରାଧନାର କରିବାର ଦିନ ବୋଲି ମାନ୍ୟତା ରହିଅଛି। ଏହା ବ୍ୟତୀତ ଏହି ଦିନର ଅଧିପତି ସୋମ ବା ଚନ୍ଦ୍ର ବି ଅଟନ୍ତି। ଏଥିପାଇଁ ଏହି ଦିନକୁ ସୋମବାର ବୋଲି କୁହାଯାଏ। ସୋମବାର ଦିନ ଭଗବାନ ଶିବଙ୍କର ବାର ବୋଲି କୁହାଯାଏ ଏବଂ ଚନ୍ଦ୍ରମାଙ୍କର ମଧ୍ୟ ଆରାଧନା କରାଯାଇଥାଏ ଏବଂ ଭକ୍ତମାନେ ନିଜର ମନସ୍କାମନା ପାଇଁ ଏହି ଦିନ ବ୍ରତ ରଖିଥାନ୍ତି। ସୋମବାରକୁ ରଖାଯାଇଥିବା ବ୍ରତ ଶୀଘ୍ର ଫଳଦାୟୀ ହୋଇଥାଏ। ବନ୍ଧୁଗଣ, ସେଥିପାଇଁ ଭଗବାନ ଶିବଙ୍କର ଭକ୍ତ ଏହି ଦିନ କୌଣସି ଇଚ୍ଛାର ପୂର୍ତ୍ତି ପାଇଁ ତଥା ସୁଖ ଶାନ୍ତି ପାଇଁ ସୋମବାର ବ୍ରତ ରଖିଥାନ୍ତି। ବୈବାହିକ ଜୀବନ ସୁଖମୟ କରିବା ପାଇଁ ତଥା ଭଲ ଜୀବନସାଥୀ ପାଇବା ପାଇଁ ଏହି କାମନା ସହିତ କୁଆଁରୀ ଝିଅମାନେ ଏହି ସୋମବାରର ବ୍ରତ ରଖିଥାନ୍ତି। ଏହା କରିଲେ ଆପଣମାନଙ୍କର ମଙ୍ଗଳ ହେବ। ନମସ୍କାର ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ସୋମବାର ଦିନ ଭଗବାନ ଶିବଙ୍କୁ କେମିତି ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହା ଜାଣିବା ପୂର୍ବରୁ ଆଜିର ଅନୁଚିନ୍ତା ଜାଣିବା। ଦୟାକରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ କରିନଥିଲେ ଭିଡ଼ିଓକୁ ନିଶ୍ଚିନ୍ତ ରୂପରେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ସେ ଯେ କୌଣସି ବି କାର୍ଯ୍ୟ ହେଉ କେବେ ବି ହାର ମାନନ୍ତୁ ନାହିଁ, କାହିଁକି ନା ପ୍ରତ୍ୟେକ ମହତ୍ଵ କାର୍ଯ୍ୟ ସବୁବେଳେ ପ୍ରଥମେ ଅସମ୍ଭବ ଜଣାପଡ଼ିଥାଏ। ବନ୍ଧୁଗଣ, ମନେ ରଖନ୍ତୁ, ଅନେକ ଲୋକଙ୍କ ସହ ମିଶି ଭୁଲ ରାସ୍ତାରେ ଯିବା ଅପେକ୍ଷା ଏକା ହେଲେ ବି ଠିକ୍ ରାସ୍ତାରେ ଯିବା ଉଚିତ ହୋଇଥାଏ। କାହିଁକି ନା ଠିକ୍ ରାସ୍ତାରେ ଚାଲିବାକୁ ହେଲେ ପ୍ରଥମେ ବହୁତ ଯନ୍ତ୍ରଣା ମିଳିଥାଏ, ମନେ ରଖନ୍ତୁ ବନ୍ଧୁଗଣ, କିନ୍ତୁ ପରେ ଆତ୍ମାକୁ ଶାନ୍ତି ମିଳିଥାଏ। କେବେ କାହାକୁ ଦୁଃଖ ଦିଅନ୍ତୁ ନାହିଁ, କାରଣ ଦେଇଥିବା ଦୁଃଖ ଦିନେ ନା ଦିନେ ହଜାର ଗୁଣ ହୋଇ ନିଜ ପାଖକୁ ଫେରି ଆସିଥାଏ। ବନ୍ଧୁଗଣ, ସେଥିପାଇଁ ଅନ୍ୟକୁ ସ୍ନେହ, ପ୍ରେମ, ଭଲ ପାଇବା ଦିଅନ୍ତୁ। ଦେଖିବେ ଆପଣଙ୍କୁ ସମସ୍ତେ ଭକ୍ତି ହିଁ ଭକ୍ତି କରିବେ। ବହୁତ ଲୋକେ ନିଜେ ବୁଝିଯାଆନ୍ତି, ଭଲ ଲୋକ ଚୁପ୍ ରୁହନ୍ତି। ଅଳ୍ପ ଭଲ ଲୋକ ଅନ୍ୟକୁ ବୁଝନ୍ତି। ଖରାପ ଲୋକ କେବେ ବି ନିଜର ଭୁଲ ଧରନ୍ତି ନାହିଁ, ମନେ ରଖନ୍ତୁ। ଆଉ ବାକି ଲୋକ ନା ବୁଝନ୍ତି ନା ବୁଝାନ୍ତି, ଖାଲି ନିରଳା ମିଛ କହି ଝଗଡ଼ା କରିଥାନ୍ତି। ଝିଅମାନେ ପର ନୁହେଁ କି ପର ଧନ ନୁହେଁ, କାହିଁକି ନା ଧନ ତ ଖର୍ଚ୍ଚ ହୋଇଯାଏ, କିନ୍ତୁ ଝିଅ ଏମିତିକା ମୂଲ୍ୟ ଅଟେ ଯିଏକି ଦୁଇ ପରିବାରକୁ ଗୋଟିଏ ମାଳାରେ ଯୋଡ଼ି ରଖିଥାଏ। ବନ୍ଧୁଗଣ, ଆଜିର ଦୁନିଆରେ ତୁମେ ମିଛକୁ ଯେତେ ଧୀରେ କୁହନା କାହିଁକି, ମନେ ରଖନ୍ତୁ ସମସ୍ତେ ଶୁଣିପାରିବେ, କିନ୍ତୁ ସତକୁ ଯେତେ ଜୋରରେ ଚିଲେଇକି କହିଲେ ବି କେହି ଶୁଣିପାରନ୍ତି ନାହିଁ। ବନ୍ଧୁଗଣ, ମନେ ରଖନ୍ତୁ, ଘରର ମୁଖ୍ୟ ଦ୍ୱାର ବାସ୍ତୁ ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ତେଣୁ ସ୍ୱସ୍ତିକ ଚିହ୍ନ ଲଗାଇଲେ କିମ୍ବା ଲକ୍ଷ୍ମୀ ଓ ଗଣେଶଙ୍କର ଫଟୋ ରଖିଲେ ଘର ପାଇଁ ଶୁଭ ହୋଇଥାଏ। ଘରର ଉତ୍ତର ଦିଗରେ ପାଣି ଭର୍ତ୍ତି ମାଠିଆ ରଖିଲେ କିମ୍ବା ଉତ୍ତର ପଟ କାନ୍ଥରେ ଝରଣା ଚିତ୍ର, ପାଣି ଚିତ୍ର ଥିବା ଫଟୋ ଲଗାଇଲେ ଶୁଭ ହୋଇଥାଏ ଏବଂ ଲକ୍ଷ୍ମୀ କୃପା ଲାଭ ହୋଇଥାଏ। ବନ୍ଧୁଗଣ, ଏ ପର୍ଯ୍ୟନ୍ତ ଯଦି ଆପଣମାନେ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ଭିଡ଼ିଓକୁ ପ୍ଲିଜ୍ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଘର ସାମ୍ନାରେ କୁକୁର ପ୍ରତି ସାବଧାନ ଲେଖିବା ଉଚିତ ନୁହେଁ ଏବଂ ସ୍ୱାଗତମ ଲେଖିଲେ ଶୁଭ ହୋଇଥାଏ ଏବଂ ଘରର ପ୍ରତିଷ୍ଠା ବୃଦ୍ଧି ହୋଇଥାଏ। ଘରର କବାଟ ଝରକା ଯଦି ଖୋଲିଲା ବେଳେ ଶବ୍ଦ ହେଉଥାଏ ତେବେ ଏହା ଅଶୁଭ ହୋଇଥାଏ। ବନ୍ଧୁଗଣ, ମନେ ରଖନ୍ତୁ, ତୁରନ୍ତ ସଜାଡ଼ି ଦେବା ଦରକାର। ଘରର କବାଟ ଝରକା ଯଦି ଖୋଲିଲା ବେଳେ ଶବ୍ଦ ହେଉଥାଏ ତେବେ ଏହା ଅଶୁଭ ହୋଇଥାଏ ଏବଂ ପରିବାରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ମନେ ରଖନ୍ତୁ ବନ୍ଧୁଗଣ, ଯଦି ଘରର ଦକ୍ଷିଣ ଦିଗରେ ଝରକା କବାଟ ଜଡ଼ିତ ସମସ୍ୟା ଥାଏ ତେବେ ଗୁରୁବାର ଦିନ ଗାଈକୁ ଡାଲି ସହିତ ଗୁଡ଼ ଖାଇବାକୁ ଦେଲେ ତାହା ଦୂର ହୋଇଥାଏ। ବନ୍ଧୁଗଣ, ମନେ ରଖନ୍ତୁ, ଏହା କଲେ ଆପଣମାନଙ୍କର ମଙ୍ଗଳ ହେବ।
ଯଦି ପାଣିରେ ପରିସ୍ରା ଲାଗେ ତେବେ ଏହା ବହୁତ ଅମଙ୍ଗଳକାରୀ ହୋଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଯଦି ଘରର ଭୂମି ଚଉଡ଼ା ଠାରୁ ଲମ୍ବ 2 ଗୁଣ କିମ୍ବା ଅଧିକ ହୋଇଥାଏ ତେବେ ସେହି ଘରେ ଆୟ ଠାରୁ ବ୍ୟୟ ଅଧିକ ହୋଇଥାଏ। ବନ୍ଧୁଗଣ ମନେ ରଖନ୍ତୁ, ପ୍ରତ୍ୟେକ ଦିନ ନିଜ ଇଷ୍ଟଦେବ ମୂର୍ତ୍ତି କିମ୍ବା ଫଟୋ ରଖୁଥିବା ସ୍ଥାନରେ ଦୀପ ଜଳାଇବା ଉଚିତ। ମନେ ରଖନ୍ତୁ, ଏହାଦ୍ୱାରା ଘର ପାଇଁ ଶୁଭ ଓ ମଙ୍ଗଳକାରୀ ହୋଇଥାଏ। ଘରର ଛାତ ଉପରେ ଖାଲି ମାଠିଆ, ପୁରୁଣା ରଦି ଜିନିଷ କିମ୍ବା ଖରାପ ହୋଇଯାଉଥିବା ବିଦ୍ୟୁତ୍ ଉପକରଣ ରଖିବା ଉଚିତ ନୁହେଁ, ଏହାଦ୍ୱାରା ଅଶୁଭ ହୋଇଥାଏ। ଘରେ ଖଟ ତଳେ ତେଲ, ଲୁଣ, ଖାଲି ପାତ୍ର ଏବଂ ଅଳିଆ ରଖନ୍ତୁ ନାହିଁ, ଏହାଦ୍ୱାରା ଅଶାନ୍ତି ଏବଂ ଭାଗ୍ୟ ଉଦୟ ହୋଇନଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଯଦି ଘରେ କାନ୍ଥର ପ୍ଲାଷ୍ଟର ଛାଡ଼ି ଯାଇଥାଏ ଏବଂ ପଇସା ରଖୁଥିବା ମନି ପର୍ସ ଚିରି ଯାଇଥାଏ ତେବେ ତୁରନ୍ତ ମରାମତି କରିବା ଉଚିତ, କାରଣ ଏହାଦ୍ୱାରା ଅର୍ଥହାନିର ସମ୍ଭାବନା ଥାଏ। ଦିନ ଦ୍ୱିପ୍ରହରରେ ଖାଇସାରିବା ପରେ ଦକ୍ଷିଣକୁ ମୁଣ୍ଡ କରି ବିଶ୍ରାମ କଲେ ଶରୀରରେ ଶକ୍ତିର ସଞ୍ଚାର ସଠିକ ରୂପରେ ହୋଇଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଏହା କଲେ ଆପଣମାନଙ୍କର ମଙ୍ଗଳ ହେବ। କେତୁଜନିତ ସମସ୍ୟା ଦୂର କରିବା ପାଇଁ ହେଲେ କମ୍ବଳ ଦାନ କରିବା ଉଚିତ, କୁକୁରକୁ ରୁଟି ଗୁଡ଼ ଖାଇବାକୁ ଦେବା ଉଚିତ ଏବଂ ଘରେ ମାଟି ଭିତରେ ମହୁ ପୋତିଲେ ମଙ୍ଗଳ ହୋଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଏହା କରିକି ଦେଖନ୍ତୁ, ଆପଣମାନଙ୍କର ମଙ୍ଗଳ ହେବ। ଜାତକରେ ଯଦି କେତୁ ଅଶୁଭ ହୋଇଥାଏ ତେବେ ସନ୍ତାନ ହାନି, ମୂତ୍ରାଶୟର ରୋଗ, ହାଡ଼ଜନିତ ସମସ୍ୟା ଓ ଗଣ୍ଠିବାତ ରୋଗ ଦେଖା ଦେଇଥାଏ। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ ଯଦି ଏ ପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲରେ ନୂଆ ଥିଲେ ନିଶ୍ଚିନ୍ତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁଗଣ ଏବେ ଶୁଣନ୍ତୁ, ଜାତକରେ ଶନିଗ୍ରହ ଜନିତ ସମସ୍ୟା ଦୂର କରିବା ପାଇଁ ହେଲେ ଲୁହା କଢ଼ା ହାତରେ ପିନ୍ଧିବା ଉଚିତ ଏବଂ ମାଛ ଓ କାଉଙ୍କୁ ଅଟାରେ ଦାନା ପ୍ରସ୍ତୁତ କରି ଖାଇବାକୁ ଦେଲେ ତାହା ମଙ୍ଗଳ ହୋଇଥାଏ। ବନ୍ଧୁଗଣ, ଜାତକରେ ଯଦି ଶନିଗ୍ରହ ଅଶୁଭ ହେଉଥାଏ ତେବେ ଅର୍ଥହାନି, ଗଣ୍ଠିବାତ, କୋର୍ଟ କଚେରୀ ସମସ୍ୟା, କନ୍ୟା ବିବାହରେ ବିଳମ୍ବ ଓ ନିଆଁ ଲାଗିବା ଆଦି ସମସ୍ୟା ଦେଖା ଦେଇଥାଏ। ବନ୍ଧୁଗଣ ଏବେ ଶୁଣନ୍ତୁ, ଯଦି ଘରର ଦକ୍ଷିଣ ଓ ପଶ୍ଚିମ ଦିଗରେ ଅଧିକ ଝରକା କିମ୍ବା କବାଟ ଥାଏ, ମନେ ରଖନ୍ତୁ ଦର୍ଶକ ବନ୍ଧୁ, ତେବେ ଏହା ଚୋରି, ଅଗ୍ନିଭୟ ଓ ରୋଗ ଉତ୍ପନ୍ନ ହେବାର ସମ୍ଭାବନା ଥାଏ। ବନ୍ଧୁଗଣ ଏବେ ଶୁଣନ୍ତୁ, ଯଦି ଆପଣ ଆର୍ଥିକ ଅସୁବିଧାରେ ଅଛନ୍ତି, ଘରେ ପଇସା ରହୁନାହିଁ କିମ୍ବା ଆପଣଙ୍କର କୌଣସି ମନସ୍କାମନା ପୂରଣ ହେଉନାହିଁ ତେବେ କରନ୍ତୁ ଏହି ଉପାୟ, ଆପଣମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ତାହେଲେ ଆପଣ ସୋମବାର ଦିନ ଶିବ ମନ୍ଦିରକୁ ଯାଇ ସେଠାରେ 11ଟି ଦୁଦୁରା ଫୁଲ ଚଢ଼ାଇ ଭଗବାନ ଶିବଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ମନସ୍କାମନା କୁହନ୍ତୁ। ଭଗବାନ ଶିବ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ କରିବେ। ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିବା, ସୋମବାର ଦିନ ଭଗବାନ ଶିବଙ୍କୁ କେମିତି ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ବନ୍ଧୁଗଣ, ସକାଳୁ ସକାଳୁ ଉଠି ପବିତ୍ର ଜଳରେ ସ୍ନାନ କରନ୍ତୁ ଓ ଶୁଦ୍ଧ ବସ୍ତ୍ର ପିନ୍ଧନ୍ତୁ। ଏହା କରିବା ଦ୍ୱାରା ଶରୀର ଓ ମନକୁ ପବିତ୍ର କରିଥାଏ, ଫଳରେ ଆପଣମାନଙ୍କର ଭକ୍ତିଭାବ ଜାଗ୍ରତ ହୋଇଥାଏ। ତାପରେ ଶିବଲିଙ୍ଗ ଉପରେ ଗଙ୍ଗାଜଳ, ଦୁଗ୍ଧ, ଘୃତ, ଦହି ଓ ମଧୁ ଦ୍ୱାରା ଅଭିଷେକ କରନ୍ତୁ। ତାପରେ ବେଲପତ୍ର, ଦୁଦୁରା, ଅକ୍ଷତ ଓ ଫୁଲ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ, ଏଗୁଡ଼ିକୁ ଅର୍ପଣ କରନ୍ତୁ। ଆପଣମାନଙ୍କର ନିଶ୍ଚିନ୍ତ ମଙ୍ଗଳ ହେବ। ଏବେ ଜପ କରନ୍ତୁ ଶିବ ମନ୍ତ୍ର ଓಂ ନମ ଶିବାୟ ବା ମୃତ୍ୟୁଞ୍ଜୟ ମନ୍ତ୍ର ମଧ୍ୟ ଜପ କରିପାରିବେ। ଏହାକୁ 108 ଥର ଉଚ୍ଚାରଣ କରନ୍ତୁ। ଏହା କରିବା ଦ୍ୱାରା ଆପଣମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଯଦି ସମ୍ଭବ ହୁଏ ଉପବାସ କରନ୍ତୁ, ଦିନକରି ଫଳ ଓ ଜଳ ଦ୍ୱାରା ଆହରଣ କରି ରୁହନ୍ତୁ ଓ ଭଗବାନ ଶିବଙ୍କୁ ଧ୍ୟାନ କରନ୍ତୁ। ନିଶ୍ଚିନ୍ତ ଭାବେ
ନିଜ ମନସ୍କାମନା ଶିବଙ୍କ ପାଖରେ ରଖନ୍ତୁ। ଶୁଦ୍ଧ ହୃଦୟ ସହିତ କୁହନ୍ତୁ, ହେ ମହାଦେବ, ମୋ ମନସ୍କାମନା ପୂରଣ କରନ୍ତୁ। ଭକ୍ତି, ଶ୍ରଦ୍ଧା ଓ ସତ୍ୟ ଭାବ ଥିଲେ ନିଶ୍ଚିନ୍ତ ଭାବରେ ଶିବଙ୍କର କୃପା ମିଳିଥାଏ। ଏହା ଆପଣମାନେ ସମସ୍ତେ ଜାଣନ୍ତି। ବିନା ଭକ୍ତିରେ ଭଗବାନ କେବେ ଦର୍ଶନ ଦିଅନ୍ତି ନାହିଁ। ଏଭଳି ପୂଜା କରିଲେ ଜୀବନର ସମସ୍ତ ଇଚ୍ଛା ପୂର୍ଣ୍ଣ ହୁଏ, ବିଘ୍ନ ଅପସାରିତ ହୁଏ ଏବଂ ଶାନ୍ତି ଏବଂ ସମୃଦ୍ଧି ମିଳିଥାଏ। ବନ୍ଧୁଗଣ, ଏଭଳି ଭକ୍ତିମୟ ଏବଂ ଜ୍ଞାନମୟ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ନିଶ୍ଚିତ ଭାବରେ ଲାଇକ୍ କରନ୍ତୁ, ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ ଏବଂ କମେଣ୍ଟ ସେକ୍ସନରେ ଲେଖନ୍ତୁ ଅବଶ୍ୟ ଓମ୍ ନମଃ ଶିବାୟ।